ଗୋଟେ ଭାଇ ମୋତେ କମେଣ୍ଟ କରିଛନ୍ତି, ଆଉ ତମେ କାହିଁକି ଭିଡ଼ିଓ ପକାଉଛ କିଡ଼ନୀ ରୋଗରେ? ଏମିତି ମାନେ ବହୁତ ଲୋକଙ୍କର ହେଉଛି ଆଉ ସମସ୍ତେ ଜାଣିଛନ୍ତି। ତମେ କ'ଣ ପାଇଁ ଭିଡ଼ିଓ ପକାଉଛ? ଆଉ ସୋସିଆଲ ମିଡ଼ିଆରୁ କ'ଣ ତମର ପଇସା ଦରକାର କି ସେଥିପାଇଁ ଭିଡ଼ିଓ ପକାଉଛ? ଆରେ ଭାଇ, ଆପଣଙ୍କର ସିନା ଦରକାର ନାହିଁ, ଦେଖନ୍ତୁ ମୋ କମେଣ୍ଟ ସେକ୍ସନକୁ ଯାଇକି ବହୁତ ଲୋକ ଛୋଟ ପଟ ହେଉଛନ୍ତି। ଆଉ ଯାହାର ହେଇଥିବ ନା, ସେ ସବୁଟା ଜାଣିବାକୁ ଚାହିଁବ। କାହିଁକିନା ମୁଁ ନିଜେ ଜାଣିଛି, ମୋ ସାଥିରେ ଯେତେବେଳେ ଏ ଘଟଣା ଘଟିଥିଲା ନା, ମୁଁ ବି କାହାକୁ ପଚାରି ପଚାରି ମୋ ଠାରୁ କାହାର ଅପରେସନ୍ ସରିଯାଇଛି, କେମିତି ହେଲା, କ'ଣ କ'ଣ କାମ କଲେ, କେତେ କ'ଣ। ଏଇଟା ଛୋଟ କଥା ନୁହଁ। ଆପଣ ଜାଣିନାହାନ୍ତି ଯଦି ଆପଣଙ୍କ ଘରେ ହେଇନି, ଆଉ ଯେଉଁ କହିଛନ୍ତି ହଁ ବହୁତ ଗରିବ ଲୋକ ବି ଅଛନ୍ତି ସେମାନେ କରିଦେଉଛନ୍ତି, ହଁ କରିପାରିବେନି କାହିଁକି? ଚାହିଁଲେ ସମସ୍ତେ କରିପାରିବେ। ତାପରେ ଜଣେ ଜାଣିନଥିବ, ସିଏ ବି କାହାକୁ ପଚାରିବାକୁ ଚାହିଁବ, କାହିଁକିନା ତାର ନା ବହୁତ ନିୟମ ଅଛି। ଖାଲି ସେମିତି ଜଣେ ଯାଇ କିଡ଼ନୀ ଦେଇଦେବ ବୋଲି ନୁହଁ, କ'ଣ କେମିତି ଦେବ, ଯଦି ସେ କିଛିଟା ଜାଣିଥିବ ନା ତାକୁ ହେଲ୍ପଫୁଲ୍ ହେବ। ଆଉ ଲୋକ ମୋତେ କମେଣ୍ଟ କରିକି କହୁଛନ୍ତି ଯେ ଆଉ ଦିଦି କେମିତି ହେଲା, କ'ଣ କଲେ, କେମିତି କ'ଣ ଆମକୁ ଟିକେ କୁହନ୍ତୁ, ଆମର ବି ହେବାର ଅଛି କି ଆମର। ମୁଁ ସେଥିପାଇଁ ଭିଡ଼ିଓ କରୁଛି। ଆଉ ଯେଉଁ କୁହନ୍ତି ପଇସା ପାଇଁ ମୁଁ ତ ଟଙ୍କାଟେ ପର୍ଯ୍ୟନ୍ତ ପାଇନି, ଆଉ ପାଇବି କି ନାହିଁ ମୁଁ ବି ଜାଣିନି। ଆଉ ଯଦି କେବେ ଆସିବ ନହେଲେ ନାହିଁ। କାହିଁ ମୁଁ କ'ଣ ଇନକମ୍ କରୁନି ନା? ଆମେ କ'ଣ କାମ କରୁନୁ? ଏଇ ସୋସିଆଲ ମିଡ଼ିଆରୁ ଏମିତି କେତେ ଟଙ୍କା ଆସିଯିବ ଯେ ଆମେ କୋଟିପତି ହେଇଯିବୁ ସେଇଥିରୁ। ମୋତେ ମନିଟାଇଜେସନ୍ ହେବାକୁ ନାହିଁ, କଣ୍ଟେଣ୍ଟ ମନିଟାଇଜେସନ୍ ଟୁଲ୍ ମିଳିନି। ସେ କେବେ ହେବ କି ମୂଳରୁ ନ ହେବ ମୁଁ ବି ସେଇଟା ଜାଣିନି। ଆଉ ମୁଁ କ'ଣ ଭିଡ଼ିଓ ମୋର ଇଚ୍ଛା ହେଲା, ମୁଁ ଯଦି ମୋତେ ଲୋକ ପଚାରୁଛନ୍ତି, ମୁଁ ଯଦି କାହାର କିଛିଟା ହେଲ୍ପ କରିପାରିବି, ସେଥିରେ ଅସୁବିଧା କ'ଣ ହେଇଛି? ଯଦି ଆପଣଙ୍କୁ ଇଚ୍ଛା ହେଉନି, ଆପଣ ନ ଦେଖନ୍ତୁ। ମୁଁ ଆପଣଙ୍କୁ ବାଧ୍ୟ କରୁଛି କି ଭିଡ଼ିଓ ଦେଖନ୍ତୁ ମୋର ବୋଲି? ଆଉ ଏମିତି 3, 4ଟା 5ଟା ଲଗାତାର କମେଣ୍ଟ ଦିଅନ୍ତି, ତୁ କହନା, ତୁ ସମସ୍ତେ ଜାଣିନ୍ତି କିଡ଼ନୀ ଖରାପ। ଏମିତି ବହୁତ ଲୋକଙ୍କର ହେଉଛି। ଭାଇ, ତମ ସାଥିରେ ଯେତେବେଳେ ହେବ ନା, ତମେ ଜାଣିବ କେତେ ନିୟମ, କେତେ ମାନେ ତାର ଅଛି। ଖାଲି ଏମିତି ନର୍ମାଲ ରୋଗ ନୁହଁ ଯେ ଯାଇକି ବି ତମେ ଅପରେସନ୍ କରିପାରିବନି। ଜଣେ ତା ନିଜ ଇଚ୍ଛାରେ ଦେଉଛି ବୋଲି ଯାଇକି ପୁରା କ୍ୟାମେରା ସାମ୍ନାରେ ଠିଆ ହେଇକି କହିବ। ତା ଯିଏ ରିଲେଟିଭ୍ ଥିବେ, ତା ବାପ, ମା, ଭାଇ, ଭଉଣୀ, ସେମାନେ ଯାଇ କହିବେ ଯେ ହଁ ମୁଁ ନିଜ ଇଚ୍ଛାରେ ଦେଉଛି। କିଡ଼ନୀଟା ସେମିତି ତମଠୁ ନେଇଯିବେନି। ଆଉ ତାର ବହୁତ କାଗଜପତ୍ର କାମ, ଖାଲି ସେତିକି ନୁହଁ। ମୁଁ ଯେତିକି କାଗଜପତ୍ର କାମ ହେଇଛି, ମୁଣ୍ଡରେ ହାତ ଦେଇଦେବେ। ମୋର ଆମର ଆରେଞ୍ଜ ମ୍ୟାରେଜ ହେଇଥିଲା। କିନ୍ତୁ ମାନେ ଆରେଞ୍ଜ ମ୍ୟାରେଜରେ କ'ଣ, ଆମର କୋର୍ଟ ମ୍ୟାରେଜ ହେଇଥିଲା ଯେ ଆମର ସାର୍ଟିଫିକେଟ୍ ବାହାରିବ, ଆମକୁ ପୁଣି ସେଇ ଅବସ୍ଥାରେ ଆମକୁ ମ୍ୟାରେଜ ସାର୍ଟିଫିକେଟ୍ କ୍ଲିୟର ଆନ୍ସେ। ମୁଁ ସେ ଗାଁର ବୋହୂ, ମୋ ବାପଘର ଗାଁର ଝିଅ, ମାନେ ସେ ଗାଁର ସରପଞ୍ଚ ଲେଖିକି ଦେଲେ ଯେ ମୁଁ ସେ ଗାଁର ବୋହୂ ବୋଲି। ମୋ ବାପଘର ଗାଁର ସରପଞ୍ଚ ଲେଖିକି ଦେଲେ ଯେ ମୁଁ ସେ ଗାଁର ଝିଅ ବୋଲି। ଆଉ ମୋର ବାପା, ମା, ଭାଇ ସମସ୍ତେ ଯାଇକି ପୁରା ଠିଆ ହେଲେ କ୍ୟାମେରା ସାମ୍ନାରେ, କହିଲେ ଯେ ଆମ ଝିଅ ଦେଉଛି ବୋଲି, କିଛି ଅସୁବିଧା ନାହିଁ। ମୋତେ ବି ସେମାନେ କହିଛନ୍ତି, ପଚାରିଛନ୍ତି, ତୁମକୁ ଫୋର୍ସଫୁଲି ନେଉନାହାନ୍ତି ତ, ତୁମକୁ ଜବରଦସ୍ତି ନେଉନାହାନ୍ତି? ନା, ମୁଁ ମୋ ନିଜ ଇଚ୍ଛାରେ ଦେଉଛି କିଡ଼ନୀ। ତା ମାନେ ନୁହଁ ଯେ ମୁଁ କହିବାର କିଛି ଅଲଗା ଅର୍ଥ ନିଅନ୍ତୁନି। ଏଥିରେ କ'ଣ ପଇସା ସେ ଆସିବ ବୋଲି କ'ଣ ଗ୍ୟାରେଣ୍ଟି ଅଛି? କାହିଁ ମୁଁ ତ ଏପର୍ଯ୍ୟନ୍ତ ଟଙ୍କାଟେ କେଉଁ ସୋସିଆଲ ମିଡ଼ିଆରୁ ପାଇନି। ଆଉ ଯଦି ଆସିବ ବି, କେବେ ଆସିବ ତାହେଲେ ସେ ଆସିଛି, ଏମିତି କେତେ ଆସି ପକେଇବ କି ଯେ ମୁଁ ସେଥିରେ ପୁରା କୋଠା ବାଡ଼େଇକି 2 ତାଲା ବାଡ଼େଇଦେବି? ଆଉ ଯେଉଁ କହିଲେ ପଇସା ପାଇଁ ଯଦି କାହାକୁ, ଯଦି ଆପଣ କିଛି ହେଲ୍ପ କରିପାରୁନାହାନ୍ତି ନା, ଆପଣ କେତେ ଦାନୀ ଆମେ ଜାଣିପାରୁଥିବୁ। ପଇସା ଆପଣ କେତେ ଦେଲା ବାଲା, ଯାହାକୁ ଗୋଟେ ଭଲ କଥା ଜଣେ କହିପାରୁନି, ସିଏ କେତେ ଦାନୀ କର୍ଣ୍ଣଟା ହେଇଥିବ ଆମେ ଦେଖିଛି ମୁଁ। ଆରେ ମଣିଷଙ୍କୁ ନା, ଯଦି କିଛି ଭଲ କଥା କହିପାରୁନ, ତାଙ୍କୁ କିଛି ଖରାପ କଥା ବି କୁହନି କମେଣ୍ଟରେ ଯେ ଦିଅନି ଯେ। କାହିଁକିନା ମୁଁ ତ କାହାକୁ ଏଥିରେ ପଇସା ମାନେ କି ମୋ ଯେଉଁ ଭିଡ଼ିଓରେ କାହାର କିଛି କ୍ଷତି ହେଲା ଭଳିଆ କିଛି ନାହିଁ। ଓଲଟା ଯେଉଁମାନେ କଷ୍ଟ ପାଉଛନ୍ତି ସେମାନଙ୍କୁ ଗୋଟେ ରାସ୍ତା ମିଳିଯିବ, ସେ ଜାଣିପାରିବ ହଁ ଏଇ ଜିନିଷ ହେଇପାରିବ। ସେଥିପାଇଁ ମୋ ଭିଡ଼ିଓ କରିବାର କାରଣ ଏଇଟା। କାରଣ ମୁଁ ଜାଣିଛି ମୁଁ କେଉଁ କଷ୍ଟ ପାଇଛି, ମୁଁ କେତେ ଲୋକଙ୍କୁ ପଚାରିଛି, କେତେ ଗୋଡ଼ ହାତରେ ପଡ଼ିଛି। ମାନେ ମୁଁ ଯାହାର ଶୁଣିଲି କାହାର ହେଇଛି, ମୁଁ ତାଙ୍କୁ ଫୋନ୍ କରିକି ପଚାରିଲି କେମିତି କଲେ, କ'ଣ କେମିତି ହେଲା। କାହିଁକିନା ଡକ୍ଟର କହିଦେଇଥିଲେ ନା, ଯେଉଁ ଦିନଠୁ ଆରମ୍ଭ କରିବ ସେଇ ଦିନଠୁ 3 ମାସ ଲାଗିଯିବ। 3 ମାସ ଭିତରେ ମାନେ ସେତିକି କାଗଜପତ୍ର କାମ, ମେଡ଼ିକାଲ ଟେଷ୍ଟ ସବୁ ତା ଦେହରେ ଥିଲା। ତା ଭାବନି, ଛୋଟିଆଟେ ଥରେ ଯାଇକି ଦେଖ ନା ମେଡ଼ିକାଲ, ଟେଷ୍ଟ କରିକି ଦେଖ। ଗୋଟେ ଖାଲି କହିକି ଦେଖିବ କିଡ଼ନୀ ମୁଁ ଡୋନେଟ୍ କରିବି, ତାପରେ ସେ କେତେ ଯେ ନିୟମ ତୁମକୁ ବତେଇଦେବେ, ତମ ଚୋପା ଛାଡ଼ିଯିବ। କହିବାଟା ଆଉ କରିବାଟା ଭିତରେ ବହୁତ କଷ୍ଟ। ସେଇଟା ଯିଏ କରିଛି ସିଏ ଜାଣିଛି। ଆଉ ଆସି କହିଦେଲେ ଯେ କ'ଣ ନା, ତୁ କହନା, ତୋତେ କିଏ ପଚାରେ? ଯାଉନ ଦେଖିବ ମୋ କମେଣ୍ଟ ବକ୍ସ, ମୋତେ ଲୋକ ପଚାରନ୍ତି କି ନାହିଁ କି ମନକୁ ଭୋକ ହେଉଛି।
ପଚାରୁଛନ୍ତି ରେ ଯେଉଁ ଭଳିଆ କଷ୍ଟ ପାଉଛନ୍ତି ମୁଁ ସେଇଟା ଦେଖିଛି ସେ ମେଡ଼ିକାଲରେ ମୁଁ ଯେଉଁ କଷ୍ଟ ଦେଖିଛି କେତେ କେତେ ଛୋଟ ଛୁଆ ଭଗବାନ ଯେଉଁ ଭଳିଆ ଅବସ୍ଥା ହେଇକି କି ଅଧୈର୍ଯ୍ୟ ହେଉଥିବେ ମାନେ ମୁଁ ସେଇଟା ଫିଲ୍ କରିଛି ଆଉ ମୁଁ ବି ଜାଣିଛି ସେ କଷ୍ଟର ମୂଲ୍ୟଟା କ'ଣ। ସେଇଥିପାଇଁ ଯିଏ ଯାହା ହାତରେ ହେଇଛି ନା ସିଏ ବି ବୁଝୁଛନ୍ତି। ସିଏ ମାନେ ଯେଉଁ ଭଳିଆ କହନ୍ତି ତମ ମୁଣ୍ଡ ହାତ ଦେଖ ମୋ କମେଣ୍ଟ ତମ ଭଳିଆ ଗୋଟେ ଯୋଡ଼େ ଲୋକଙ୍କୁ ଛାଡ଼ିଦେଲେ କି ମାନେ କେତେ ଲୋକ ବି ଡହଳ ବିକଳ ହୁଅନ୍ତି କଷ୍ଟରେ ଆଉ ସେମାନେ ବି ଭାବୁଛନ୍ତି ସିଏ ବି ଜାଣିବାକୁ ଚାହୁଁଛନ୍ତି ଆଉ ତାପରେ ନୁହେଁ ଯେ ଡକ୍ଟର ପାଖକୁ ଯାଇକି ଗୋଟି ଗୋଟି କରି ସେ ସବୁ କହିଲା ମୁଁ ବା ନିଜେ କେତେ ହଇରାଣ ହେଇଛି ମୁଁ ଜାଣିଛି। ମାନେ ସେ ଗୋଟେ ମ୍ୟାଡ଼ାମ୍ ସେ ମେଡ଼ିକାଲରେ ନା ମୁଁ ସବୁ ଖାଲି ଆକୁ ତାକୁ ପଚାରି କ'ଣ ସେ ଆମକୁ ଗୋଟେ ଗୋଟେ କାଗଜ ଆଜି ଗୋଟେ କହିଲେ କାଲି ଗୋଟେ ଆମର 3 ଥର ମିଟିଂ କ୍ୟାନସଲ୍ ହେଇଗଲା ଅପରେସନ୍ ହେବ ବୋଲି କାହିଁକିନା କିଡ଼ନୀ ଅପରେସନ୍ ହେବ ବୋଲି ଆମର ଡେଟ୍ ବି ଫିକ୍ସ ହେଇଯାଇଥିଲା। କିନ୍ତୁ ସେ ମ୍ୟାଡ଼ାମ୍ ଆମକୁ ଗୋଟେ ପରେ ଗୋଟେ କହିଲେ ଯେ ଏମିତି କାଗଜପତ୍ର ଠିକ୍ସେ କହିଲେନି ମୁଁ ଯେଉଁ ହଇରାଣ ହେଇଛି ମାନେ ମିଟିଂ ପୁଣି ବାହାରିକି ଆସିଛି କ୍ୟାନସଲ୍ ହେଲା ଅପରେସନ୍ ହେବ ବୋଲି ପୁଣି ଘୁଞ୍ଚିଲା ଗୋଟେ ଡେଟ୍। ଆଉ ଆପଣଙ୍କ ଦରକାର ନାହିଁ ବୋଲି କ'ଣ କାହାର ଦରକାର ନାହିଁ ଏମିତି ପ୍ଲିଜ୍ କୁହନି ହେଲା। ଆପଣଙ୍କ ଇଚ୍ଛା ନେବ ଆପଣ ନ ଦେଖନ୍ତୁ କିଛି ମୁଁ ପଇସା ପାଇବି ବୋଲି ମୁଁ କେବେ କେବେ ପାଇବି ମୁଁ ଜାଣିନି କିନ୍ତୁ ମୁଁ କାହାକୁ ଯଦି କହିକି ଗୋଟେ କିଛି ହେଲ୍ପ କରିପାରୁଛି ସେଇଟା ମୋ ପାଇଁ ବଡ଼ କଥା। ପଇସା କ'ଣ ଖାଲି ସମସ୍ତେ ହେଲ୍ପ କରିପାରିବେ ବୋଲି କିଛି ମାନେ ଅଛି କି। ଗୋଟେ ଜଣକ ମଣିଷର ଗୋଟେ ଦୁଃଖ ବେଳେ ନା ଯେତେବେଳେ ଭାସି ଯାଉଥିବ ନଈରେ ଗୋଟେ କୁଟା ଖିଅଟେ ବି ସାହାରା ଦେବ। ଆପଣ ଏମିତି କୁହନ୍ତୁନି ହେଲା।